କାଲିର ଛାଟ ପାହାର ଆସନ୍ତାକାଲିର ଭବିଷ୍ୟତ ଗଢୁଥିଲା। ହେଲେ ଆଜି ଛାଟ ପାହାର ନାହିଁ କି ସେ ଶାସନ ଅନୁଶାସନ ନାହିଁ। ଗତକାଲି ବା ଯେତେବେଳେ ଆମେ ପାଠ ପଢୁଥିଲେ ସେତେବେଳେ ଆମ ବିଦ୍ୟାଳୟରେ ସାର୍ ମାନଙ୍କ ମାଡ଼ ଭୟରେ ଆମେ ଅନେକ ଭୁଲକୁ ସୁଧାରି ପାରୁଥିଲେ। ସେ ମାଡ଼ ଭୟରେ ଆମେ ଆମ ପାଠ ପଢା କରିଦେଉଥିଲେ। ହଁ, କିଏ ପାଠ ପଢାରେ କମଜୋର ହେଇପାରେ କିମ୍ବା କିଏ ପାଠ ପଢାରେ ଅନେକ ଆଗକୁ ଯାଇପାରେ ଏବଂ ସେଇ ମାଡ଼ ଭୟରେ ଅନେକ ପିଲା ଆଜି ଦେଶର ଭବିଷ୍ୟତ ଗଢି ତୋଳିବାରେ ବେଶ ସହାୟକ ହୋଇଛନ୍ତି। ଅନେକ ପିଲା ସେମାନଙ୍କ ସ୍ୱପ୍ନ ତିଆରି କରିପାରିଛନ୍ତି। ସେ ସମୟର ଗୁରୁ ବା ସେ ସମୟର ଶିକ୍ଷକ ଅନେକ ଛାତ୍ରଛାତ୍ରୀଙ୍କୁ ନୂଆ ଦିଗଦର୍ଶନ ଦେଇପାରିଛନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ନିୟମ କାନୁନରେ ବନ୍ଧା ହୋଇଯାଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆଉ ଛାତ୍ରଛାତ୍ରୀମାନଙ୍କୁ ଶାସନ କରୁନାହାନ୍ତି। ଯେଉଁଠି ଶାସନ ନାହିଁ ସେଠି ଅନୁଶାସନ ମଧ୍ୟ ନାହିଁ। ଯେଉଁଠି ଶାସନ ଅଛି ସେଇଠି ଅନୁଶାସନ ଅଛି। ବର୍ତ୍ତମାନ ସମୟରେ ଯଦି ଆଖି କାଢି ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଟିକୁ କିଛି କହୁଛନ୍ତି ତେବେ ସେଇଟା ଗୋଟେ ତୁମ୍ବି ତୋଫାନ ହେଇଯାଉଛି। ଆମେ ଗାର୍ଡିଆନ ହିସାବରେ ଯାଇ ସେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମାନସିକ ସ୍ତରରେ ନିର୍ଯାତନା ଦେଉଛନ୍ତି। ଏମିତି କୋର୍ଟ କଚେରୀରେ କେସ୍ କରିବାକୁ ମଧ୍ୟ ପଛାଉନାହାନ୍ତି। କିନ୍ତୁ ଆମକୁ ସବୁବେଳେ ସେ ପୁରୁଣା ଦିନ କଥା ମନେ ପକାଇବାର ଅଛି ଯେ ସେଇ ଛାଟ ପାହାର ଆମକୁ ଆଜି ମଣିଷ କରି ଠିଆ କରିଛି। ଏ କଥାକୁ ଥରେ ଭାବିବେ ନିଶ୍ଚୟ ଆଜ୍ଞା। ଏଇ ତ ଜୀବନର କଥା।